ସାଙ୍ଗମାନେ ଆରବ ରଙ୍ଗୋଲିକୁ ସିନ୍ଦୁର ଦେଇଥିବା ବେଳେ କେହି ଜଣେ ଆରବ ବୋଲି ଡାକିଲେ। ଆରବ କହିଲେ, କିଏ? ତାପରେ ଦେଖିଲେ ସିଏ ହେଉଛନ୍ତି ଇତି। ଇତି, ତମେ? ତାପରେ ଇତି ଦୌଡ଼ି ଆସି ଆରବକୁ ଜାବୁଡ଼ି ଧରି କହିଲେ। ତାପରେ ଆରବ ରଙ୍ଗୋଲିକି ଚାହିଁଥାନ୍ତି, ରଙ୍ଗୋଲି ଆରବକୁ ଚାହିଁଥାନ୍ତି। ଆରବ, ମୁଁ ଆସିଯାଇଛି। ତମ ଇତି ତମ ପାଖକୁ ଫେରି ଆସିଛି ଆରବ। ଆଜି କେତେ ବର୍ଷ ପରେ ତମେ ମୋତେ ପୁଣି ମିଳିଛ ଆରବ। ଏ ଶୁଣି ଆରବ ଇତିର ମା ଏବଂ ଇତିର ବଡ଼ ମା ଏବଂ ଘର ଲୋକ ସମସ୍ତେ ତାକୁ ଚାହିଁଥାନ୍ତି। ରଞ୍ଜନ ଦାସ ବି ତାଙ୍କୁ ଚାହିଁଥାନ୍ତି। ସମସ୍ତେ ଭାବୁଥାନ୍ତି ଏ କିଏ ଆସିଛନ୍ତି ବୋଲି। ଆମ ପ୍ରତୀକ୍ଷା ସରିଛି। ତମ ଇତିକୁ ତମ ପାଖକୁ ପୁଣି ଫେରି ଆସିଛି ଆରବ। ରଙ୍ଗୋଲି ପୁଣି ଚାହୁଁଥାଏ ଆରବକୁ, ଆଉ ଆରବ ବି ଚାହୁଁଥାଏ ରଙ୍ଗୋଲିକୁ। କ'ଣ ଦେଖୁଛ ଆରବ? ଆରବ, ମୁଁ ତମ ଇତି। ତମେ କିଛି କହୁନ କାହିଁକି? ଆରବ, ତମେ ମୋତେ ଏମିତି ପ୍ରଶ୍ନଭରା ଆଖିରେ ଚାହିଁଛ କାହିଁକି? ଏହା ଶୁଣି ଧନଶ୍ରୀ ବି ଚାହିଁଥାନ୍ତି ଇତିଶ୍ରୀକୁ। ଆରବ, କିଛି ତ କୁହ। ତମକୁ କ'ଣ ବିଶ୍ୱାସ ହେଉନି? ଏହା ଶୁଣି ଆରବର ପିଉସା ମଧ୍ୟ ବି ଚାହିଁଥାନ୍ତି। ମୁଁ ତମ ଇତି ଆରବ। ଆରବ, ଇତି? ତମେ ଇତି? ଡ୍ୟାଡ୍, ମୁଁ ଆପଣଙ୍କ ବୋହୂ ଇତିଶ୍ରୀ। ଡ୍ୟାଡ୍, ଦେଖନ୍ତୁ ଆରବ କିଛି ବି କହୁନାହାନ୍ତି। ତାଙ୍କୁ କୁହନ୍ତୁ ମୁଁ ତାଙ୍କ ଇତି ବୋଲି। ଏହାପରେ ରଞ୍ଜନ ଦାସ ଇତିଶ୍ରୀକୁ ଚାହିଁଥାନ୍ତି। ଇତି କହୁଥାଏ, ମା। ତାପରେ ପବିତ୍ରା ମା ତାକୁ ଚାହିଁଥାନ୍ତି। ମା, ଦେଖ ମୁଁ ଆସିଛି। ତମ ଇତି ତମ ପାଖକୁ ଫେରି ଆସିଛି ମା। କିଛି ତ କୁହ। ତାପରେ ପବିତ୍ରା ଇତିଶ୍ରୀକୁ କୋଳେଇ ନିଅନ୍ତି। କହୁଥାନ୍ତି, ମା, ମୁଁ ତମ ପାଖକୁ ସବୁଦିନ ପାଇଁ ଫେରି ଆସିଛି। ତମ ଇତି ତମ ପାଖକୁ ସବୁଦିନ ପାଇଁ ଫେରି ଆସିଛି ମା। ଏହାପରେ ସମସ୍ତେ ଇତିଶ୍ରୀ ଆଉ ପବିତ୍ରାକୁ ଚାହିଁଥାନ୍ତି। ଆପଣମାନେ କ'ଣ ଭାବୁଛନ୍ତି ସାଙ୍ଗମାନେ? ଇଏ ଇତି ନା ରଙ୍ଗୋଲି ଇତି? ଆପଣଙ୍କ ମତାମତ କ'ଣ? ଆପଣମାନେ ମୋ ଚ୍ୟାନେଲକୁ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ ଆଉ ଲାଇକ୍ କରୁନାହାନ୍ତି। ଦୟାକରି ମୋ ଚ୍ୟାନେଲକୁ ସପୋର୍ଟ କରନ୍ତୁ, ଆଉ ଲାଇକ୍ କରନ୍ତୁ, ଆଉ ସେୟାର କରିବାକୁ ଜମାରୁ ଭୁଲନ୍ତୁ। ସବସ୍କ୍ରାଇବ୍